ବର୍ତ୍ତମାନ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ। ରାଷ୍ଟ୍ରୀୟ ସାଲୁଟ ସଲାମି ସସ୍ତ। Hello. भाई और भौणी माने गौरवमय 77तम पवित्र साधारणतंत्र दिवस अवसर रे आपण मानकु मोर आंतरिक शुभेच्छा और अभिनंदन। आज आमे इतिहास को गर्वर सह कांदरे बही चली आसीथिबा रूपेली नगर कटकर विशाल हृदय उपरे ठिया होइछु। कटक केवल एक पुरातन सहरर ना नुही, यह आम उत्कड़ीय संस्कृति और सामाजिक प्रतिबद्धतार प्रतीक। कटकर ही गौरवमय माटीर बारवाटी स्टाडियम रे आमे आज आम पवित्र संविधान असीम शक्ति और दृढ़ता भरा समय को उत्साह और आवेगर सह पालन करुछु। आम संविधान आमको न्याय, स्वतंत्रता, समानता और भातृभाव महान भाव में बांधी रखिछि। यह ही भारतवासी विश्व रे नियारा परिचय सृष्टि करि पारिछि। ब्रिटिश शासन मुक्त करी एक स्वाधीन देश रे भारतीय को निज इच्छा रे निश्वास प्रश्वास नेबा को सुजोग देइथिबा जातिर जनक महात्मा गांधी, पंडित नेहरू, नेताजी सुभाष चंद्र बोस, मौलाना आजाद, वीर सावरकर, बाबा साहेब डॉक्टर भीमराव आंबेडकर, पंडित दीनदयाल उपाध्याय
ଓ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ପରି ମହାପୁରୁଷମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆମ ରାଜ୍ୟର ଅନେକ ବରପୁତ୍ର ତ୍ୟାଗ ଓ ବଳିଦାନର ନିଦର୍ଶନ ସାଜି ଆମ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଛନ୍ତି। ଆମ ସରକାର ରାଜ୍ୟର ସମୃଦ୍ଧି ଆଣିବା ପାଇଁ ବ୍ୟାପକ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେଉଛନ୍ତି। ଶିଳ୍ପ ଗୁଡ଼ିକ ହେବ ଆମ ସମୃଦ୍ଧିର ପ୍ରମୁଖ ସ୍ତମ୍ଭ, ଦ ପିଲାର୍ସ ଅଫ୍ ପ୍ରସ୍ପରିଟି। ଏଥିପାଇଁ ଆମେ ଭିତ୍ତିଭୂମି ଓ ଦକ୍ଷତା ଉପରେ ଫୋକସ କରୁଛୁ। କେନ୍ଦ୍ର ସରକାରଙ୍କ ସହିତ ଆମର ଡବଲ ଇଞ୍ଜିନ ସରକାର ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନେଉଛି। ଆମ ସରକାର ଓଡ଼ିଶାରେ ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ଓଡ଼ିଶା ଷ୍ଟେଟ ରୋଡ ପଲିସି 2025 ପ୍ରଣୟନ କରିଛନ୍ତି। ପ୍ରଶାସନରେ ଦକ୍ଷତା ଆଣିବା ପାଇଁ ନୂତନ ଏଆଇ ପଲିସି ମଧ୍ୟ କରିଛନ୍ତି। ଲୋକଙ୍କୁ ସ୍ୱଚ୍ଛ ଓ ପାରଦର୍ଶୀ ପ୍ରଶାସନ ପ୍ରଦାନ କରିବା ଦିଗରେ ଆମର ଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭିତ୍ତିଭୂମି ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଆମ ସରକାର ମାତ୍ର 19 ମାସ ମଧ୍ୟରେ 7.7 ଲକ୍ଷ କୋଟି ଟଙ୍କାର 300 ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ 2 ଲକ୍ଷ କୋଟି ଟଙ୍କାର 65ଟି ଶିଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ ମଧ୍ୟ ହୋଇଛି। ଏହାଦ୍ୱାରା 1,65,000 ନିଯୁକ୍ତି ସୁନିଶ୍ଚିତ ହୋଇପାରିଛି। ଆମ ପାଇଁ ଶିଳ୍ପାୟନ ମାନେ ନୁହେଁ କେବଳ କିଛି ଜିଲ୍ଲା କିମ୍ବା କିଛି ଅଞ୍ଚଳରେ ଶିଳ୍ପ ସ୍ଥାପନ କରିବା। ଆମ ସରକାର ପ୍ରତିଟି ଜିଲ୍ଲାରେ ଶିଳ୍ପ ସ୍ଥାପନ କରିବେ। ବର୍ତ୍ତମାନ ଓଡ଼ିଶାରେ ଏକ ପ୍ରକାର ନୂତନ ଶିଳ୍ପ ବିପ୍ଳବ ଚାଲିଛି। ମୁଁ ନିଜେ ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁର, ହାଇଦ୍ରାବାଦ ଓ କଲିକତା ଯାଇ ପୁଞ୍ଜି ନିବେଶ ପାଇଁ ଉଦ୍ୟୋଗପତିଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲି। ଓଡ଼ିଶାରେ ନିବେଶ ପାଇଁ ତାଙ୍କର ଆଗ୍ରହ ଦେଖି ମୁଁ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ତେଣୁ ଆଜିର ଦିନରେ ମୁଁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିବାକୁ ଚାହେଁ, ଓଡ଼ିଶାରେ ଆଗାମୀ ଦିନରେ ଅଭୂତପୂର୍ବ ଶିଳ୍ପାୟନ ହେବା ପାଇଁ ଯାଉଅଛି। କାରଣ ଓଡ଼ିଶା ହେଉଛି ନିବେଶକଙ୍କର ପ୍ରଥମ ପସନ୍ଦ। ଏଥିପାଇଁ ଆମ ସରକାର ମାତ୍ର 19 ମାସରେ ଏକ ନିବେଶକ ଅନୁକୂଳ ପରିବେଶ ସୃଷ୍ଟି କରିପାରିଛି। ଶିଳ୍ପାୟନ ସହିତ ରାଜ୍ୟର ବିକାଶ ପାଇଁ ଓଡ଼ିଶା ନିଜ ରାଜ୍ୟ ଜିଡିପିର 6.1% କେବଳ ପୁଞ୍ଜି ଖର୍ଚ୍ଚ ପାଇଁ ପ୍ରାବଧାନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ହେବ। ଭିତ୍ତିଭୂମି ସହିତ ରାଜ୍ୟର ରୋଜଗାର ବୃଦ୍ଧି କରିବା ପାଇଁ ଏହା ଏକ ଇଞ୍ଜିନ ପରି କାର୍ଯ୍ୟକାରୀ କରିବ। 77 ବର୍ଷ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯେପରିକି ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲା ଆଞ୍ଚଳିକ ବୈଷମ୍ୟତାର ଶିକାର ହୋଇଥିଲେ। ଏହା କାହାକୁ ଅଛପା ନୁହେଁ। କିନ୍ତୁ ଆମ ସରକାର ପୂର୍ବ ସରକାରଙ୍କ ତ୍ରୁଟି ସୁଧାରିବା ପାଇଁ ଦକ୍ଷିଣ ତଥା ଉତ୍ତର ଓଡ଼ିଶା ବିକାଶ ପରିଷଦ ଟାସ୍କ ଫୋର୍ସ ଗଠନ କରିବା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ସୁଦୃଢ଼ କରିଛନ୍ତି। ରାଜ୍ୟବାସୀଙ୍କ ଘର ପାଖରେ ସେବା ପହଞ୍ଚାଇବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଇଛି। ଏଥିରୁ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ପ୍ରତ୍ୟେକ ତହସିଲରେ ସବ୍ ରେଜିଷ୍ଟ୍ରେସନ ଅଫିସ ଖୋଲିବା। ଆମ ସରକାର ବର୍ତ୍ତମାନ ସୁଦ୍ଧା କେବଳ 56ଟିକୁ ଛାଡ଼ି ବାକି ସବୁ ତହସିଲରେ ସବ୍ ରେଜିଷ୍ଟ୍ରେସନ ଅଫିସ ଖୋଲାଯାଇ ସାରିଛି। ଏହାଦ୍ୱାରା ଆପଣମାନେ ଘର ପାଖରେ ଜମିଜମା ସମ୍ପର୍କିତ ରାଜସ୍ୱ ସେବା ନିଶ୍ଚିତ ଭାବରେ ପାଇପାରିବେ। ରାଜ୍ୟର ବଡ଼ ବଡ଼ ବର୍ଗ ହେଉଛନ୍ତି ଆମର ଆଦିବାସୀ ଭାଇ ଓ ଭଉଣୀମାନେ। ସେମାନଙ୍କର ବିକାଶ ବିନା ରାଜ୍ୟର ବିକାଶ କଥା ଚିନ୍ତା କରାଯାଇପାରିବ ନାହିଁ। ସେମାନଙ୍କର ପାଇଁ କେନ୍ଦ୍ର ସରକାରଙ୍କର ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ପିଏମ୍ ଜନ୍ମନ ଆଦି ଯୋଜନା ଜରିଆରେ ଭିତ୍ତିଭୂମିରେ ସମ୍ପୂର୍ଣ୍ଣତା ଆଣିବା ପାଇଁ ଅଭିଯାନ ଜାରି ରହିଛି। ଆମ ସରକାରଙ୍କର ଶହୀଦ ମାଧବ ସିଂ ହାତ ଖର୍ଚ୍ଚ ଯୋଜନା ଆଦିବାସୀ ପିଲାମାନଙ୍କ ମଧ୍ୟରେ ଡ୍ରପ୍ ହାର କମ୍ କରିବାର ଆଜି ସଫଳ ହୋଇପାରିଛି। ପ୍ରିୟ ଭାଇ ଓ ଭଉଣୀମାନେ, ସରକାରଙ୍କର ନୀତିକୁ ସଫଳ କରିବାକୁ ହେଲେ ଏକ ସ୍ୱଚ୍ଛ, ଦକ୍ଷ, ପାରଦର୍ଶୀ, ସମ୍ବେଦନଶୀଳ ଏବଂ ଦୁର୍ନୀତି ମୁକ୍ତ ଶାସନ ପ୍ରଶାସନ ଅତ୍ୟନ୍ତ ଆବଶ୍ୟକ। ପ୍ରଥମ ଦିନରୁ ମୁଁ ଏହା ଉପରେ ବ୍ୟକ୍ତିଗତ ଭାବେ ଜୋର ଦେଉଛି। ଏହି ସ୍ୱଳ୍ପ ସମୟ ଭିତରେ ଅନେକ ପ୍ରଶାସନିକ ସଂସ୍କାର ହୋଇଛି। ଆଜି ଜନସାଧାରଣ ନିଜ ନିଜ ଘରେ ବସି 400ରୁ ଅଧିକ ସରକାରୀ ସେବା ଅନଲାଇନ ମାଧ୍ୟମରେ ପାଇପାରୁଛନ୍ତି। ଅଭିଯୋଗ ଶୁଣାଣି ଆମ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟ। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଁ ପ୍ରତ୍ୟକ୍ଷ ଭାବେ 50,000ରୁ ଅଧିକ ଲୋକଙ୍କୁ ଭେଟିଛି। ପ୍ରାୟ 15,000 ଅଭିଯୋଗ ଶୁଣି 95% ସମସ୍ୟାର ସମାଧାନ କରିପାରିଛୁ। ଗତ 22 ତାରିଖରେ ପ୍ରଦାନ କରାଯାଇଥିବା ସୁଭଦ୍ରା ସହାୟତା ମଧ୍ୟରେ
राज्यर 24,000 रु अधिक हिताधिकारी जनशुणाणी माध्यम अंतर्भुक्त करा जाइथिला। ये होउची प्रकृत पक्षी लोकंक सरकार। एथर सप्ताहर सोमवार दिनटी केवल अभियोग शुणाणी उत्सर्गीकृत हब। राज्य जिला पर्यंत वरिष्ठ अधिकारी माने किसी अत्यंत जरूरी मीटिंग नथिले केवल अभियोग शुणाणी ही केवल करिवे। प्रशासन को अधिक चलचंचल करने सहित स्वच्छ पारदर्शी अध्यक्ष करने एक 15 श्रुति कार्यक्रम निर्देशावली जारी करा जाइछि। समृद्धिर यही नुआ यात्रा नुआ आशा और नुआ भरोसार सूर्योदय को आम स्वागत करवा। पुणी थे समस्त को साधारणतंत्र दिवसर अनेक अनेक शुभेच्छा। वंदे उत्कल जननी, वंदे मातरम, भारत माता की जय।